ଅଷ୍ଟମ ବେତନକୁ ନେଇ ଆସିଲା ବଡ଼ ଖବର। ଏମାନଙ୍କୁ ମିଳିବନି ବଢ଼ା ଦରମା କି ପେନ୍ସନ୍। ଚେକ୍ କରନ୍ତୁ ଆପଣଙ୍କ ନାଁ ତାଲିକାରେ ଅଛି କି ନାହିଁ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇବା ପାଇଁ। ଆଜିକାଲି କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ବିଷୟରେ ଆଲୋଚନା ଜାରି ରହିଛି। ସମସ୍ତେ ଜାଣିବାକୁ ଚାହାନ୍ତି ଯେ ସେମାନଙ୍କର ଦରମା କେତେ ବୃଦ୍ଧି ପାଇବ ଏବଂ ଫିଟମେଣ୍ଟ ଫ୍ୟାକ୍ଟର କ'ଣ ରହିବ। କିନ୍ତୁ ଆପଣ କ'ଣ ଜାଣନ୍ତି କି ଅଷ୍ଟମ ବେତନ କମିଶନରୁ ସମସ୍ତେ ଲାଭ ପାଇବେ ନାହିଁ। ଆଜ୍ଞା ହଁ, ଏହି ନୂତନ ବେତନ ଗଠନରୁ କିଛି ବର୍ଗ ବାଦ୍ ପଡ଼ିପାରନ୍ତି। ଆସନ୍ତୁ ଜାଣିବା କିଏ ଏହି ଲାଭ ପାଇବ ଏବଂ କିଏ ନିରାଶ ହେବ। ତେବେ ଏହି ପରିସରର ବାହାରେ କିଏ ରହିବେ? ବେତନ କମିଶନଙ୍କ ସୁପାରିଶ କେବଳ ସରକାରୀ କର୍ମଚାରୀଙ୍କ ପାଇଁ। ବେସରକାରୀ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କର ଏହା ସହିତ କୌଣସି ସମ୍ପର୍କ ନାହିଁ। ଯେଉଁ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ବିଭାଗରେ ଚୁକ୍ତିଭିତ୍ତିକ କିମ୍ବା ଆଡହକ୍ ଆଧାରରେ କାର୍ଯ୍ୟ କରୁଛନ୍ତି ଏବଂ କେନ୍ଦ୍ରୀୟ ସିଭିଲ ସେବା ନିୟମର ପରିସରଭୁକ୍ତ ନୁହନ୍ତି, ସେମାନଙ୍କୁ ଏହି ବୃଦ୍ଧିର ଲାଭ ମିଳିପାରିବ ନାହିଁ। ରାଜ୍ୟ କର୍ମଚାରୀମାନେ ପ୍ରାୟତଃ କେନ୍ଦ୍ର ସରକାରଙ୍କ ସହ ସମାନ ଦରମା ଆଶା କରନ୍ତି, କିନ୍ତୁ ଅଷ୍ଟମ କମିଶନ ସୁପାରିଶ ସେମାନଙ୍କ ପାଇଁ ସ୍ୱୟଂଚାଳିତ ଭାବରେ ପ୍ରଯୁଜ୍ୟ ହୁଏ ନାହିଁ। ସେମାନେ ସେଗୁଡ଼ିକୁ ଗ୍ରହଣ କରିବେ କି ନାହିଁ ତାହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିବ। ଏହା ସହିତ ପିଏସ୍ୟୁ କ୍ଷେତ୍ରର ନିଜସ୍ୱ ଦରମା ଗଠନ ଅଛି। ଯେପର୍ଯ୍ୟନ୍ତ ସେମାନେ ଆନୁଷ୍ଠାନିକ ଭାବରେ ବେତନ କମିଶନର ସୁପାରିଶକୁ ଗ୍ରହଣ କରନ୍ତି ନାହିଁ, ସେମାନଙ୍କର କର୍ମଚାରୀମାନେ ସିଧାସଳଖ ସେଥିରୁ ଲାଭ ପାଆନ୍ତି ନାହିଁ। ତେବେ ଏଥିପାଇଁ ଲକ୍ଷ ଲକ୍ଷ କର୍ମଚାରୀ ଅପେକ୍ଷା କରି ରହିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରାୟ 50 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 69 ଲକ୍ଷରୁ ଅଧିକ ପେନ୍ସନଭୋଗୀ ଏହି କମିଶନ ଗଠନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯଦି ସରକାର ଅଷ୍ଟମ ବେତନ କମିଶନକୁ ଅନୁମୋଦନ କରନ୍ତି, ତେବେ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି ସହିତ ସର୍ବନିମ୍ନ ମଜୁରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଆଶା କରାଯାଇପାରେ। ତେବେ ବର୍ତ୍ତମାନର ଅପଡେଟ୍ କ'ଣ ରହିଛି ଆସନ୍ତୁ ଜାଣିବା। ବର୍ତ୍ତମାନ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଗଠନ ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି କରିନାହାନ୍ତି। ବର୍ତ୍ତମାନ ଚାଲିଥିବା ସମସ୍ତ ଆଲୋଚନା ବିଶେଷଜ୍ଞ ଆକଳନ ଏବଂ ସୂତ୍ର ଉପରେ ଆଧାରିତ ଅଟେ। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭତ୍ତା ଏବଂ ଦରମା ବର୍ତ୍ତମାନ ସପ୍ତମ ବେତନ କମିଶନ ନିୟମ ଅନୁଯାୟୀ ପ୍ରଦାନ କରାଯାଉଛି। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।